ସହରର ସମସ୍ତ ସାଂସ୍କୃତିକ ଅନୁଷ୍ଠାନକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ଉତ୍କଳ ଆଶ୍ରମ ପାଠାଗାର ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ମହାସଂଘ କାର୍ଯ୍ୟକାରୀ ସଭାପତି ଦୁର୍ଗାପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନାଟ୍ୟଶ୍ରୀ ଫାଉଣ୍ଡେସନ ଅଧ୍ୟକ୍ଷ ଭବାନୀ ଶଙ୍କର ମିଶ୍ର, କଳାକାର ଏକତା ମଞ୍ଚ ସଭାପତି ଅନିଲ କୁମାର ପାତ୍ର ଏବଂ ବରିଷ୍ଠ ଚଳଚ୍ଚିତ୍ର ଅଭିନେତ୍ରୀ ଗୀତା ସ୍ୱାଇଁ ଅତିଥି ଭାବେ ଯୋଗଦେଇ ସ୍ଥାନୀୟ ପ୍ରେକ୍ଷାଳୟଗୁଡ଼ିକର ନାଟକ ବା ସାଂସ୍କୃତିକ କାର୍ଯ୍ୟ ନିମନ୍ତେ ଛଡ଼ା ଦର ଧାର୍ଯ୍ୟ ବିରୁଦ୍ଧରେ ମତବ୍ୟକ୍ତ କରିଥିଲେ। ସରକାରୀ ଜାଗା ଏବଂ ସରକାରୀ ଅନୁଦାନ ସାଂସ୍କୃତିକ କାର୍ଯ୍ୟକ୍ରମ ନିମନ୍ତେ ନିର୍ମିତ ପ୍ରେକ୍ଷାଳୟ ଆଜି ବ୍ୟବସାୟ କୋଠିରେ ପରିଣତ ହୋଇଥିବା ଲକ୍ଷ୍ୟ କରି ବୈଠକରେ ଉଦ୍ବେଗ ପ୍ରକାଶ ପାଇଥିଲା। ରାଜ୍ୟରେ ଥିବା ସାମାଜିକ ପ୍ରେକ୍ଷାଳୟଗୁଡ଼ିକ ଉପରେ ସରକାରୀ ନିୟାମକ ପ୍ରକାଶ ସହିତ ନାଟକ ବା ସାଂସ୍କୃତିକ କାର୍ଯ୍ୟକ୍ରମ ନିମନ୍ତେ ସ୍ୱଳ୍ପ ଦରରେ ପ୍ରେକ୍ଷାଳୟ ଅଗ୍ରାଧିକାରୀ ଭିତ୍ତିରେ ଯୋଗ ଦେବା ନିମନ୍ତେ ଦୃଢ଼ ଦାବି ଉପସ୍ଥାପନ କରାଯାଇଥିଲା। ଏଥିରେ ଖିଲାପ ହେଲେ ରାଜ୍ୟସ୍ତରୀୟ ଆନ୍ଦୋଳନ ନେଇ